ମା ତୁ ଝିଅ ପାଇଁ କ'ଣ ପାଇଁ ଅନ୍ତର ମନ୍ତର କରୁଛୁ? ତୁ ତ ଭାଇକୁ ବି 10 ମାସ ପେଟରେ ରଖି ଜନ୍ମ କରିଛୁ, ମୋତେ ବି 10 ମାସ ପେଟରେ ରଖି କଷ୍ଟ କରି ଜନ୍ମ କରିଛୁ। ହେଲେ ତୋ ପୁଅ ତୋ ଆଖି ଆଗରୁ ଘଣ୍ଟେ ପାଇଁ କୁଆଡ଼େ ପଳେଇଲେ ତୁ ପୁରା ପାଗଳ ହେଇଯାଉଛୁ। ମୋତେ କେମିତି ଗୋଟେ ନୂଆ ଜାଗା ନୂଆ ପରିବାରକୁ ପଠେଇ ଦେଇକି ଅଚିନ୍ତାରେ ରହୁଛୁ? କେବେ ଚିନ୍ତା କରିଛୁ ମୁଁ ନୂଆ ଜାଗା ନୂଆ ମଣିଷଙ୍କ ସହିତ କେମିତି ରହିବି? ଆଉ ତୁ ପୁଣି ସେଇ ମା, ତୁ ନିଜେ କହୁ ମୁଁ ଯେଉଁ କଷ୍ଟ ସହିଛି ମୋ ଝିଅ ନ ସହୁ, କିନ୍ତୁ ବୋହୂ ଆସିଲେ କ'ଣ ପାଇଁ ତୁ ସେ କଥା ବଦଳେଇ ଦେଉ? ଯେ କହୁ ମୁଁ ଯେଉଁ କଷ୍ଟ ସହିଛି ସିଏ କ'ଣ ପାଇଁ ନ ସହିବ? ଆମେ ପୁଣି କଷ୍ଟ କରିକି ସଂସାର କରିଛୁ ନା ନାଇଁ? ତୁ ପୁଣି ସେଇ ମା, ଜ୍ୱାଇଁ ପୁଣି ପର ପୁଅ, ସିଏ ଭଲ ହଉ କି ଖରାପ ହଉ ତାକୁ ଏତେ ଭଲ ପାଉଛୁ। ବୋହୂ ପର ଝିଅ ବୋଲି ତୁ ତାକୁ ଭଲ ପାଇପାରୁନୁ କ'ଣ ପାଇଁ ମା? ସିଏ ପୁଣି କେତେ ଆଶା ନେଇକି ଏ ଘରକୁ ଆସିଥିବ ନା ନାଇଁ, ଟିକେ ଖୁସିରେ ସଂସାର କରିବ ବୋଲି। ତୁ କେବେ ଚିନ୍ତା କରିଛୁ ଯଦି ତୋ ଝିଅ ସହିତ ଏମିତି କିଛି ହୁଏ ତତେ କେମିତି ଲାଗିବ? ସିଏ ବି ଗୋଟେ ମାଆର ଝିଅ।